चतुर्थ स्कंद कविंशोध्याय मैत्र उवाच एवे शुण विष्णु गाथा कहिबि पृथु यज्ञ कथा मिली सकल मुनिजने सन्तोषे पृथु सन्निधाने यज्ञकरण उदवेगे सर्वसंभार नाना भावे आरंभ कले ब्रह्मावर्ते सुप्राची सरस्वती तीर्थे इंद्रादि सर्वदेवे आसी यज्ञ उत्सव घरे पशी से यज्ञ यज्ञपति हरि मंत्र आधाने तांकु बरी शंकर पद्मजनि मूले मिली सकल दिगपाळे गंधर्व अपसरा गणे मुनीन्द्र वेद उच्चारणे आनंदे नृत्य गीत स्तुति सिद्ध गुह्यक पंक्ति पंक्ति ए दानव किन्नर सकले जे यज्ञ मिलिले गहळे हे पृथुराजे वसुमती वश्चासुर रे प्रियवती कामधेनुर प्राय होई सर्वसंपद देला मही नदी जे दुग्ध रस जळे सधीरे बहंती कलळे वृत संजोग दधि अर्णे तो से भुजंती सर्वजने सर्वदक्षरे मधुपंती जिमुत प्राय बरसंती समुद्र नाना रत्ने पुरी गर्जंती उल्लळे लहरी सर्वत्र तोषी दुग्ध अर्ण देई रंजिले पृथुमन लोकपाळंक लोक तुले सर्वसंभार शस्य तुले यज्ञ कारण विष्णु अर्थे सर्वसंपादिले समस्ते थुर यज्ञारंभे चाहि बासव मने विचारई ए पृथु शतक्रतु कले लभिब इंद्र पद बोले मोर संपद जीवनाश एमंत बोली छाड़े श्वास ए यज्ञ पशुकु हरि नेला निज भुवने विजे कला आकाश मार्गे इंद्र गला पाषाण्ड धर्म आचरिला धर्मे विभ्रम तार मन सभय चित्ते छन्न छन्न अत्रि जे थिले यज्ञशाळे असुर हरण जानिले पृथुपुत्र को राई बेगे इंद्रर कर्म तांको आगे କହିଲେ ଅସହର ବାଣୀ ପୃଥୁନନ୍ଦନ ତାହା ଶୁଣି ଧନୁକ ସର ଘେନି ହସ୍ତେ ବେଗେ ଧାଇଁଲା ଶୂନ୍ୟ ପଥେ ଡାକଇ ରହ ରହ ବାଣୀ ସଭୟ ଇନ୍ଦ୍ର ତାହା ଶୁଣି ନିଜ ଶରୀର ଛିନ୍ନ କଲା ଜଟିଳ ରୂପ ପ୍ରକାଶିଲା ଭସ୍ମଭୂଷିତ ବେଶ ଚାହିଁ ପୃଥୁନନ୍ଦନ ବିଚାରଇ ଜଟିଳ ଭସ୍ମ ଏହା ଗାତ୍ରେ ଏହାକୁ ମାରିବି କେମନ୍ତେ ହେମନ୍ତେ ମନେ ବିଚାରିଲା ଇନ୍ଦ୍ରକୁ ବାଟ ନ ଛାଡ଼ିଲା ତାର ରହିବା ପଥ ଦେଖି ଅତ୍ରି ଯଜ୍ଞଶାଳ ଉପେକ୍ଷୀ ଡାକଇ ମାର ମାର ବେଗେ ତା ଶୁଣି ଇନ୍ଦ୍ର ଶୂନ୍ୟ ମାର୍ଗେ ଭୟ ଚାହିଁଲା ଦଶ ଦିଶେ ସ୍ୱଭାବେ କେହି ନାହିଁ ପାଶେ କହଇ ଇନ୍ଦ୍ର ବେଗେ ମାର ସ୍ୱଭାବେ ଯଜ୍ଞ ଅସୋଚର ହେମନ୍ତ ଅତ୍ରିର ବଚନେ ଜାଣି ଧାଇଁଲା କୋପ ମନେ ଧାଇଁଲା ଅତି କ୍ରୋଧ କରି ହସ୍ତିକି ଯେ ସନେ କେଶରୀ ବାସବ ଦେଖି ତ୍ରାସ ମନେ ଅଶୋକୁ ଛାଡ଼ି ଅନ୍ତର୍ଧ୍ୟାନେ କହିଲା ଶୂନ୍ୟ ମଧ୍ୟେ ଯାଇ ପୃଥୁନନ୍ଦନ ବିଚାରଇ ପରଶୁ ଘେନି ମହାରସେ ଇନ୍ଦ୍ରକୁ ଚାହେଁ ଦଶ ଦିଶେ ନ ଦେଖି ପୁଣ ଯଜ୍ଞ ସ୍ଥାନେ ମିଳିଲା ଅତ୍ରି ସନ୍ନିଧାନେ ତାହାକୁ ରଜୁ ହସ୍ତେ ଧରି ଅତ୍ରି ଚରଣେ ନମସ୍କାରୀ ତାର ଅଦ୍ଭୁତ କର୍ମ ଦେଖି ମୁନିଏ ନାମ ଉପଲେଖି ଉଚାରି ପୁଣ୍ୟଧାମ ଦେଲେ ସେ ବିଜିତା ସ୍ୱନାମ ହେମନ୍ତେ ରଜନୀ ପ୍ରବେଶେ ଇନ୍ଦ୍ର ଯେ ମିଳି ଯଜ୍ଞ ଦେଶେ ଚାରି ଅନ୍ଧକାର ଛଳେ ଅଶୋକୁ ପୁଣି ନେଲା ବଳେ ଯଜ୍ଞ ରଜୁପ ତଳେ ଛଳେ ରହିଲା ସୁବର୍ଣ୍ଣ ରଜୁରେ ଅତ୍ରି ଦେଖନ୍ତେ ଶୂନ୍ୟ ମାର୍ଗେ ତ୍ରାସେ ପଳାଇ ଇନ୍ଦ୍ର ବେଗେ ଅତ୍ରି ପୃଥୁର ମୁଖ ଚାହିଁ ବୋଇଲେ ଅଶୋ ଆଣ ଯାଇ ତା ଶୁଣି ହସ୍ତେ ଧନୁ ଧରି ଧାଇଁଲା ଘୋର ନାଦ କରି ଡାକଇ ରହ ରହ ବାଣୀ ତାର ବଚନ ଇନ୍ଦ୍ର ଶୁଣି ପଥେ ଅଶୋକୁ ଛାଡ଼ି ଛନ୍ନେ ତକ୍ଷଣେ ଗଲା ଅନ୍ତର୍ଧ୍ୟାନେ ପୁଣି ସେ ଅଶୋ ଧରି କରେ ବେଗେ ମିଳିଲା ଦ୍ୱାରେ ଦ୍ୱାରେ ପାଷାଣ୍ଡ ଜନ ସେହି ମତେ ରୂପ ପ୍ରକାଶିଲେ ଜଗତେ ପୁର ଯଜ୍ଞ ଘର ସ୍ଥାନେ ଇନ୍ଦ୍ରର ଯେତେ ରୂପ ଛନ୍ନେ ପାଷାଣ୍ଡ ସେହି ରୂପ ଚିନ୍ତି ଅଧର୍ମ ଧର୍ମ ବିଚାରନ୍ତି କେ ନଗ୍ନ ରକ୍ତ ପଟ ଧରେ କେ ଭସ୍ମଭୂଷଣ ଶରୀରେ ଅଧର୍ମ ମାର୍ଗ ଆଚରନ୍ତି ଆତ୍ମା ରହିତ ନ କରନ୍ତି ପାଷାଣ୍ଡ ମାର୍ଗେ ଥାଇ ନିତ୍ୟ ଦୂଷଣ ଦେଇ ବେଦ ପଥେ ତାଙ୍କ ମତ ଯେ କରନ୍ତି ଅନ୍ତେ ନରକେ ପ୍ରବେଶନ୍ତି ଅଶୋଚରାନ୍ତେ ଇନ୍ଦ୍ର ପଥେ ଛର୍ଣ୍ଣେ ଧଇଲା ରୂପ ଯେତେ ଯେ ରୂପେ ପ୍ରକାଶି ପାଷାଣ୍ଡେ ନିଗମ ନିନ୍ଦିଲେ ବ୍ରହ୍ମାଣ୍ଡେ କଥା ଶୁଣି ପୃଥୁ କୋପେ ଇନ୍ଦ୍ର ଝିଙ୍କା ସେ ଦେହ କମ୍ପେ ଇନ୍ଦ୍ର ମାରଣେ କୋପ କରି ନିଜ କୋଦଣ୍ଡ କରେ ଧରି ପନ୍ତେ ଅରୁଣ ନୟନ ପ୍ରଚଣ୍ଡେ ବିରାଜେ ବଦନ ପୃଥୁ ଗମନ ଦେଖି ରଣେ ବେଗେ ଚଳିଲେ ବିପ୍ରଗଣେ ଇନ୍ଦ୍ରର ହତ ଚିତେ ବହି କହନ୍ତି ପୃଥୁ ମୁଖ ଚାହିଁ ଶୁଣ ହେ ପୃଥୁ ଧର୍ମ କଥା ଗମ ନିଗମ ଯେ ପ୍ରଥା ଦେବଙ୍କ ଦେହେ ଇନ୍ଦ୍ର ତେଜେ ସେ ତେଜେ ଦେବ ଯଜ୍ଞ ହୁଁଜେ ଏଣୁ ଇନ୍ଦ୍ରକୁ ଜାଗେ ବରି ମନ୍ତ୍ରେ ଅନଳେ ହୋମ କରି ପାଳନେ କାରଣ ଏ ଭାବେ ସଂସାର ଧାରଣ ଇନ୍ଦ୍ରରେ କୋପ ତୁ ସଂହର ଆମ୍ଭର ବାକ୍ୟ ଚିତେ ଧର ହେମନ୍ତେ କହି ମୁନିଗଣେ ବ୍ରହ୍ମା ମିଳିଲେ ତତ୍କ୍ଷଣେ
ପୃଥୁବଦନ ଚାହିଁ ଧୀରେ କହନ୍ତି ବଚନ ଗଭୀରେ। ବ୍ରହ୍ମବାଚ ଇନ୍ଦ୍ର ନାରାୟଣ ତନୁ ଏହାକୁ କୋପ ଛାଡ଼ ମନୁ। ଏହାର ଦେହେ ସର୍ବଦେବେ ନିତ୍ୟ ବସନ୍ତି ଯଜ୍ଞ ଭାବେ। ଆହୁତି ଯାର ମୁଖେ ଦେଇ ତାହାକୁ କୋପ ନ ଯୋଗାଇ। ଏହାକୁ କୋପ ତୁ ନ କର ଯଜ୍ଞ ପୁରୁଷ ଅର୍ଥେ ବର। ଏ ଧର୍ମ ପରମ କାରଣ ଅଶେଷ ସୃଷ୍ଟିର ଧାରଣ। ଏ ଯଜ୍ଞ ଦ୍ରୋହ କର୍ମ କଲା ପାଷାଣ୍ଡ ପଥ ବିଚାରିଲା। ପାଷାଣ୍ଡ ଉଦ୍ଧାରିବା ଅର୍ଥେ ତୋ ଅବତାର ଏ ଜଗତେ। ବେଣୁର ଦେହେ ଯେତେ ଦୋଷ ତୋ ଜନ୍ମ କଲା ତାହା ନାଶ। ତୁ ଏବେ ମୋର ବୋଲ କର ପାଷାଣ୍ଡ ସୃଷ୍ଟି କି ଉଦ୍ଧର। ହେମନ୍ତ ବ୍ରହ୍ମାର ବଚନେ ଇନ୍ଦ୍ରକୁ କୋପ ଛାଡ଼ି ମନେ। ଯୋଗେ ତୋଷିଲେ ସର୍ବଜନେ ଅର୍ଣ୍ଣବସନ ଜଳଦାନେ। ବିପ୍ରଜନେ ହୋଇ ତୋଷ ପୃଥୁକୁ କରନ୍ତି ଆଶିଷ। ବ୍ରହ୍ମବାଚ ତୋର ବଚନେ ସର୍ବଦେବେ ତୋଷ ହୋଇଲେ ଯଜ୍ଞ ଭାବେ। ହେମନ୍ତ କହି ପଦ୍ମଜନୀ ସଙ୍ଗେ ସକଳ ବିପ୍ରହେନୀ। ମୈତ୍ରବାଚ ତକ୍ଷଣେ ଗଲେ ନିଜ ସ୍ଥାନେ ଶୁଣ ବିଦୁର ତୋଷ ମନେ। ତୁ ଯଜ୍ଞକୁ ଭଗବାନ ଇନ୍ଦ୍ର ସହିତେ ଆଗମନ। କରି ପୂଜନ୍ତି ସେହି ହେଳେ ରାଜାଙ୍କୁ ଏପରି କହିଲେ। ଶ୍ରୀ ଭଗବାନ ବାଚ ଇନ୍ଦ୍ର ତୁମ୍ଭର ବିଘ୍ନ କଲା ଏବେ ସେ କ୍ଷମା ଯେ ଚାହିଁଲା। ଏହାକୁ କ୍ଷମା ଦିଅ ତୁମ୍ଭେ ଶୁଣ ଯା କହୁଛି ପ୍ରସ୍ତାବେ। ସୁବୁଦ୍ଧି ସାଧୁ ଯେ ପ୍ରଧାନ ହିଂସା ନ କର କଦାଚନ। ପରିଜ୍ଞାନ ତାଙ୍କ ଅଛି ଶରୀର ଆତ୍ମା ନୁହେଁ କିଛି। ପୁରୁଷମାନେ ତୁମ୍ଭ ତୁଲେ ଦୈବୀ ମାୟାରେ ମୁଗ୍ଧ ହେଲେ। ବୃଦ୍ଧ ସେବା ସେ ଦୀର୍ଘ କାଳ ହୁଅଇ ନିଶ୍ଚଳ ନିଷ୍ଫଳ। ବିଦ୍ୱାନ ପୁରୁଷ ଦେହକୁ ଅବିଦ୍ୟା କାମ୍ୟ କର୍ମ ତାକୁ। ଆରବ୍ଧ ବୋଲି ଜାଣି ଭଲେ ନୁହନ୍ତି ଆସକ୍ତ ତହିଁରେ। ଏହି ଯେ ଆତ୍ମା ଦେହୁ ଭିନ୍ନ ଆତ୍ମା ଯେ କହି ନିର୍ଗୁଣ। ଆତ୍ମା ଯେ ଅଟେ ସର୍ବବ୍ୟାପୀ ପୁଣି ସେ ଅଟେ ସାକ୍ଷୀ ରୂପୀ। ଏହା ଯେ ଜାଣଇ ନିଶ୍ଚୟ ସେ କରେ ସଦା ଆତ୍ମାଲୟ। କ୍ଷାମ ଶ୍ରଦ୍ଧାନ୍ୱିତ ହୋଇ ମୋର ଭଜନ ଯେ କରଇ। କ୍ରମ କ୍ରମରେ ତାର ମନ ମୋଠାରେ ହୁଅଇ ପ୍ରସନ୍ନ। ଏ ମନ ପ୍ରସନ୍ନ ତାର ହେଲେ ଚତୁର୍ଦଶୀ ସେ ହୁଏ ଭଲେ। ମନ ପ୍ରସନ୍ନ ତାର ହେଲେ ତତ୍ତ୍ୱଦର୍ଶୀ ସେ ହୁଏ ଭଲେ। ଏହି ଆତ୍ମାକୁ ଯେଉଁମାନେ ଦେହ ଇନ୍ଦ୍ରିୟ କର୍ମ ଜ୍ଞାନେ। ମନର ଅଧ୍ୟକ୍ଷ ଜାଣନ୍ତି ସକଳ ଦୁଃଖ ସେ ତରନ୍ତି। ଏ ଶୋକାଦି ଦ୍ୱାର ସେହିମାନେ ବ୍ୟଥିତ ନୁହନ୍ତି ଅଜ୍ଞାନେ। ହେ ରାଜ ତୁମ୍ଭେ ଜ୍ଞାନୀ ଅଟ ସୁଖ ଦୁଃଖର ସମଭେଟ। ସବୁରେ ସମବୁଦ୍ଧି ହୋଇ ପ୍ରଜା ପାଳନ କର ତୁଇ। ଏକାକୀ କି ରୂପେ ପାଳିବୁ ଏକଥା ମନେ ନ ଭାବିବୁ। ମୁଁ ତୋର ରାଜ୍ୟାଙ୍ଗ ପ୍ରସ୍ତୁତ କରି ରଖିଛି ମନ୍ତ୍ରୀ ସାଥ। ତାହାଙ୍କ ସଙ୍ଗେ ମିଳି ତୁଇ ପ୍ରଜା ପାଳନ କର ଯାଇ। ପ୍ରଜା ଏ ପୁଣ୍ୟ ଅନୁଷ୍ଠାନ କଲେ ତହିଁର ଭାଗ ଜାଣ। ରାଜା ଯେ ପର ଲୋକେ ପାନ୍ତି ଷଷ୍ଠ ବିଭାଗ ନାହିଁ ଭ୍ରାନ୍ତି। ଯେ ରାଜା ପ୍ରଜାଙ୍କୁ ନ ପାଳେ ତାହାର ପୁଣ୍ୟ ହରି ବଳେ। ପ୍ରଜା ଏ ନିଅନ୍ତି ଯେ ଜାଣ ଏଥିରେ ଅନ୍ୟଥା ନ ମଣ। ଏଥିରେ ତୋର ମନ ଥିଲେ ସିଦ୍ଧ ମହିଷ ଆଦି ତୁଲେ। ତୋର ଗୃହରେ ତୁ ଦେଖିବୁ ଏଥିରେ ଆନ ନ ଭାବିବୁ। ହେ ରାଜା ତୋର ସଦଗୁଣେ ବଶ ହୋଇଛି ଏହି କ୍ଷଣେ। ଯେବରେ ତୋର ଇଚ୍ଛା ହୁଏ ମାଗିଲେ ଦେବି ମୁଁ ନିଶ୍ଚୟ। ଯଜ୍ଞ ତପସ୍ୟା ଯୋଗାଦିରେ ପ୍ରାପ୍ୟ ମୁଁ ନୁହଁ ସଂସାରେ। ତାହାର ଭେଦ ଜ୍ଞାନ ନାହିଁ ତାହା ନିକଟେ ଥାଏ ମୁହିଁ। ମୈତ୍ରବାଚ ଏ ରାଜା ପ୍ରଭୁଙ୍କ ଆଜ୍ଞା ମାନ ମସ୍ତକେ କଲା ଯେ ଧାରଣ। ଇନ୍ଦ୍ରଦେବ ଯେ ସମୟେ ଆପଣା ଦୋଷେ ଲଜ୍ଜା ପାଏ। ରାଜାଙ୍କୁ କ୍ଷମା ସେ ମାଗିଲା ତାହାଙ୍କ ଚରଣ ଛୁଇଁଲା। ତୁ ଯେ ତହିଁ ଆଲିଙ୍ଗନ କରି ତୋଷିଲେ ଇନ୍ଦ୍ରମନ। ଏଅନ୍ତେ ପ୍ରଭୁ ଭଗବାନ ଉଦ୍ୟମ କଲେ ସେ ପ୍ରସ୍ଥାନ। ତୁ ପୃଥୁକୁ ବର ଦେବା ଅଭିପ୍ରାୟରେ ହେଲେ ଉଭା। ଏ ଅବସରେ ପୃଥୁ ରାଜା ବହୁ ପ୍ରକାରେ କଲା ପୂଜା। ଭକ୍ତି ସହିତ ସେ ଚରଣ କମଳ କଲା ସେ ଧାରଣ। ସେ ପଦ୍ମ ପଲାଶ ଲୋଚନ କୃପା ଯେ କଲେ ବରଷଣ। ତୁ ତାହାଙ୍କ ଦର୍ଶନ ସ୍ତବ କରଣେ କଲା ମନ। ଲୋଚନ ଅଶ୍ରୁରେ ପୂରଣ ହେବାରୁ ନ କଲା ଦର୍ଶନ। ଏ ବାଷ୍ପରେ ଗଦ ଗଦ ହେଲା ସ୍ତୁତି ସେ କରି ନ ପାରିଲା। ଭାବରେ ରହି କରି ଆଲିଙ୍ଗେ ପୃଥୁ ଯେ ଶ୍ରୀହରି। ଚକ୍ଷୁରୁ ଜଳ ପୋଛି କରି ପୃଥୁ ଯେ ଚାହିଁଲା ଶ୍ରୀହରି। ଶ୍ରୀହରି ଆପଣା ଚରଣ ସ୍ଥାପିଲେ ଭୂମିରେ ସେ ଜାଣ। ଏ ଗରୁଡ଼ ସ୍କନ୍ଧେ ହାତ ଦେଇ ଉଭା ହୋଇଲେ ଭାବଗ୍ରାହୀ। ସୁରବାଚ ହେ ଦେବ ଦେବଙ୍କର ଦେବ ମୋତେ ଦୁଃଖ ନିସ୍ତାରିବ। ଯେ ବ୍ୟକ୍ତି ଜ୍ଞାନୀ ହୋଇଥିବ ଭୋଗ ବିଳାସ ନ ମାଗିବ। ଏ ନାରକୀ ମାନଙ୍କର ଅଛି ଏହା ମୁଁ ପ୍ରତ୍ୟକ୍ଷ ଜାଣୁଛି। ପ୍ରଭୁ ଏହା ମୁଁ ମାଗଇ 10 ସହସ୍ର ସ୍ୱର୍ଣ୍ଣ ଦେଇ। ପୁରାଅ ମୋର ମନୋଭାବ ଶୁଣିବି ତୁମ୍ଭର ପ୍ରସ୍ତାବ। ଯାହା ଶୁଣିଣ ଯୋଗୀ ଜନେ ନିଶ୍ଚଳେ ଥାନ୍ତି ରାତ୍ର ଦିନେ। ଯେ ମକରନ୍ଦ ପାନ କରି ଏ ଭବ ସାଗରୁ ନିସ୍ତରୀ। ଚରଣୁ ଯେ ମକରନ୍ଦ ଦିଅ ଏ ପରମ ଆନନ୍ଦ। ଏହା ମୁଁ ମାଗୁଛି ଶ୍ରୀହରି ଦିଅ ଏ ପ୍ରଭୁ ଦୟା କରି। ତୁରୁ ସ୍ତୁତି ଶୁଣି କରି କହନ୍ତି ବଚନ ବିସ୍ତାରୀ।
ଭଗବାନ ବାଚ ଏ ଭକ୍ତି ନିମିତ୍ତ ଅଭିଳାଷ ହୋଇଛି ତୋର ନରେଶ ତୋର ବିଶେଷ ଭକତି ରହିବ ନିଶ୍ଚୟ ଆମ୍ଭ ପ୍ରତି ପ୍ରବଳ ଭାଗ୍ୟ ରୁଟି ଜାଣ ଏପରି ବୁଦ୍ଧି ହେଲା ଜାଣ ଏହି ବୁଦ୍ଧିରେ ମହାଜତି ମୋର ମାୟାରୁ ତରି ଯାନ୍ତି ମୋର ଆଜ୍ଞାକୁ ପାଳୁଥିଲେ ତୋର ମଙ୍ଗଳ ହେବ ଭଲେ। ମୈତ୍ରବାଚ ଏହି ପ୍ରକାରେ ମହାବାହୁ ଆନନ୍ଦେ ପ୍ରକାଶିଲେ ତୁ ତାହାଙ୍କୁ ପୂଜା କଲା ଦେବତା ଋଷି ଆଦି ମେଳା ଏ ଋତି ଯଶା ପାର୍ଷଦ ସହିତେ ଯଜ୍ଞକୁ ଆସିଥିଲେ ଯେତେ ତଥା ଯଜ୍ଞରେ ପୂଜା କଲା ସବୁ ଦେବଙ୍କୁ ସନ୍ତୋଷିଲା ଶ୍ରୀହରି ଗମନର କାଳେ ଋତି ଯମନକୁ ହରିଲେ ଚହୁଁ ଜଳିଲେ ଭଗବାନ ପୃଥ୍ୱୀ ଚଳିଲା ନିଜ ଧାମ କହିବି ପ୍ରଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତମ୍ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତେ 82 ଚତୁର୍ଥ ସ୍କନ୍ଧେ ପୃଥୁରାଜା ଯଜ୍ଞକରणे नाम 21 अध्याय। बोल आनंदे एक बार हरि हरि बोल।